ବୁଟୁ ଭୂତ ଅନ୍ଧାର ଗାଁର ରହସ୍ୟ। କିଟିରି କିଟିରି ଶବ୍ଦ, ଦୂରରେ କୁକୁରର ଭୁ ଭୁ ସ୍ୱର, ତା ମଧ୍ୟରେ ଝଡ଼ ଏବଂ ହାଲୁକା ଚିଲିକା କୂଳର ସେ ଦୃଶ୍ୟ। ଏହି ଗଳ୍ପ ଏମିତି ଏକ ଗାଁରେ ଘଟିଥିଲା, ଯାହା ଆଜି ପର୍ଯ୍ୟନ୍ତ ଲୋକେ ମନେ କରି ବି ଗାଁ ନାଁରେ କାମ୍ପି ଯାଆନ୍ତି। ଏହି ଗାଁର ନାମ ବୁଢ଼ାପଦରା। ଏକ ଅନ୍ଧାର ତାନ୍ତ୍ରିକପୂର୍ଣ୍ଣ ଗାଁ। ଏଠାରେ ରାତି 9ଟା ପରେ କୌଣସି ଘରରୁ ଆଲୋକ ବାହାରକୁ ଆସେନା, କାରଣ ଏଠାରେ ରାତି 9ଟା ପରେ ଆସେ ବୁଟୁ ଭୂତ। ଏହି ଭୂତ କିଏ, କାହିଁକି ଏଠି ଏପରି ଭୟ? ଏବେ ଆପଣଙ୍କୁ ନେଇ ଚାଲିବା ଏକ ଏମିତି ଯାତ୍ରାରେ, ଯେଉଁଠି ବାସ୍ତବ ଓ ଭୂତର ମଧ୍ୟରେ ସୀମା ଘୁଞ୍ଚିଯିବ। ବର୍ଷ 1987। ଗାଁର ଏକ ପାଣିଟାଙ୍କି କାନ୍ଥରେ ଏକ ଶବ ମିଳିଥିଲା। ଶବଟି ହେଉଛି ଗାଁର ଜଣେ ବୁଢ଼ା ବାଲେଶ୍ୱରରେ ରହୁଥିବା ଲୋକଙ୍କର। ସେ କହିଥିଲେ, ଆଉ ଥରେ ଯଦି ମୁଁ ଏ ଗାଁରେ କିଛି ଅନ୍ୟାୟ ଦେଖିବି, ତେବେ ମୁଁ ଅଭିଶାପ ଦେଇ ଯାଉଛି, ଏହି ଗାଁକୁ ଶାପିତ କରିଦେବି। ଏହା ଠିକ୍ 7 ଦିନ ପରେ ଗାଁ ଏକ ଝିଅ ହେଉଛି ଗର୍ଭବତୀ ଥିଲା। ସେ ଅଚାନକ ହରାଇଗଲା ତା ପୁତ୍ରକୁ। ତାପରେ ରାତିରେ ଗାଁର ଲୋକେ ଦେଖିଲେ, ଏକ ବୁଢ଼ା ବେଶରେ କିଏ ସେ ଆସି ଅନ୍ଧାର ଭିତରେ ଗଛ ଉପରେ ଠେଙ୍ଗା ଧରି ଛିଡ଼ା ହେଉଛି। ଲୋକେ ଜାଣିଗଲେ ବୁଟୁ ଭୂତ ଫେରିଛି। ସମୟ କଟିଗଲା। ଗାଁ ତଳେ ଏକ ନୂଆ ଯୁବକ ଅଭିଜିତ ରିସର୍ଚ୍ଚ ପାଇଁ ଆସିଥିଲା। ସେ ବିଶ୍ୱାସ କରୁନଥିଲା ଭୂତରେ, କିନ୍ତୁ ଗାଁର ଲୋକ ଭୟରେ ଘର ଛାଡ଼ି ଚାଲି ଯାଉଥିଲେ। ଏକ ଦିନ ରାତିରେ ସେ ରହିଗଲା ଗାଁର ସବୁଠାରୁ ପୁରୁଣା ଘର ମଧ୍ୟରେ। କେଉଁଠି ଏକ ଶବାଳୟ ଥିଲା। ସେ ରାତିରେ ଶୁଣିଲେ ଚିଂ 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 ଚିଂ, ମୋର ସାପ ମୁଁ ଆଉ ଦେବି। ଦେଖିଲେ ବୁଢ଼ା ବାଲେଶ୍ୱରଙ୍କର ଭୂତ। ଲାଲ ଆଖି, ଗହୀର କଣ୍ଠରେ କହୁଛି, ମୁଁ ବୁଟୁ ଭୂତ। ତୋ ସତ୍ୟ ଖୋଜୁଛୁ ନା? ତେବେ ମୃତ୍ୟୁ ସହ କଥା ହେବ। ଏହାପରେ ବୁଟୁ ଭୂତ ଏକ ଅସାମାନ୍ୟ ମାନ୍ତ୍ରିକ ଶକ୍ତି ଥିଲେ, ଯେଉଁଠି ମୃତ୍ୟୁ ପରେ ବି ଆପଣଙ୍କ ଆତ୍ମା ରହେ। ଏବେ ଏହି ଗାଁର ଭୁଲ ଅପରାଧ ଲୁଚାଇ ଦେବା ଅବସ୍ଥାରେ ସେ ଏକ ଏକ କରି ଆସୁଛି ତାଙ୍କୁ ଶାନ୍ତି ଦେବାକୁ। ଅଭିଜିତ କହିଯାଇଥିଲା, ଯଦି ମୁଁ ନ ଫେରିଲି, ମୋର ଡାଏରୀ ପଢ଼ିବେ ଯିଏ। ବୁଟୁ ଭୂତ କେବଳ ଏହି ଗାଁ ପାଇଁ ନୁହଁ, ଯେଉଁଠି ଅନ୍ୟାୟ ଓ ଅଭିଶାପ ରହିଥାଏ, ସେଇଠି ବୁଟୁ ଭୂତ ଆସିଥାଏ। ଆଉ ଆଜି ରାତି 9ଟା, ଆପଣ ବାହାରେ ଅଛନ୍ତି କି? ସମ୍ଭାଳିକରି ରୁହନ୍ତୁ, ବୁଟୁ ଭୂତ ଆପଣଙ୍କୁ ବି ଧରିପାରେ।